जय श्री कृष्ण। नमस्कार दर्शक बंधु, माधव पवित्रवाणी राशिफल कार्यक्रम में आपण मानकु स्वागत करुछि। मु टैरो विशारद। प्रिय दर्शक बंधु, आज आपण मानकु कहबी टैरोट कार्ड माध्यम रे मोर प्रिय धनु राशि विषय रे समय किपरि अतिबाहित हब ज्येष्ठ मासरे। এই জ্যেষ্ঠ মাসরে ধনুরাশি ব্যক্তি ମାନଙ୍କ জীবন যাপন কিপରି କରିବେ, ସମସ୍ୟା କ'ଣ ରହିବ, ସମାଧାନ କ'ଣ ଅଛି, ସବୁ ବିଷୟରେ ମୁଁ ନିଶ୍ଚିତ କହିବି। ପ୍ରତିକାର କଥା କହିବି, ଆପଣମାନେ କାର୍ଯ୍ୟକ୍ରମକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯଦି କାର୍ଯ୍ୟକ୍ରମ ଆପଣଙ୍କର ଭଲ ଲାଗୁଥାଏ, ଯଦି କାର୍ଯ୍ୟକ୍ରମ ଆପଣଙ୍କ କିଛି ହେଲ୍ପ କରିବାର ଯୋଗ ଦେଖା ଦେଉଥାଏ, କାର୍ଯ୍ୟକ୍ରମରୁ କିଛି ଉପକୃତ ହେବାର ଯଦି ଆପଣ ଜାଣୁଥାନ୍ତୁ, ତାହେଲେ ନିଶ୍ଚିତ ଭାବରେ ମାଧବ ପବିତ୍ରବାଣୀ କାର୍ଯ୍ୟକ୍ରମକୁ ସବସ୍କ୍ରାଇବ୍ କରିବେ। ନିଜର ମନର କଥାକୁ କମେଣ୍ଟ ବକ୍ସରେ ଉଲ୍ଲେଖ କରିବେ। ନମ୍ବର ଦିଆଯାଉଛି, ଫୋନ୍ କରି ମଧ୍ୟ ଯୋଗାଯୋଗ ରଖିପାରିବେ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଚାଲନ୍ତୁ ଆମେ ଧନୁ ରାଶିଙ୍କ ସମ୍ପର୍କରେ ଆମେ ଜ୍ୟେଷ୍ଠ ମାସର ପ୍ରଥମ ସଂକ୍ରାନ୍ତି ଠାରୁ କ'ଣ ରହିବ ଆମେ ସେ ବିଷୟରେ ଜାଣିବା ପୂର୍ବରୁ ଏହି ଜ୍ୟେଷ୍ଠ ମାସରେ ମୋର ପ୍ରିୟ ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଏକ ବିଚିତ୍ର କଥା, ଏକ ଜାଣିବା କଥା ମୁଁ ଆପଣମାନଙ୍କୁ କହିବି। ଆପଣମାନେ କାର୍ଯ୍ୟକ୍ରମକୁ ପ୍ରଥମେ ଦେଖନ୍ତୁ, ତାପରେ ଆମେ 5ଟି କାର୍ଡ଼ ସଂଗ୍ରହ କରିବା, 5ଟି କାର୍ଡ଼ ମାଧ୍ୟମରେ ସମସ୍ୟାର ସମାଧାନ ଆଣିବା। ତେବେ ଚାଲନ୍ତୁ ଦେଖିବା এই জ্যেষ্ঠ মাসর মুখ্য কথা কোণ কোণ আপনার গুরুত্বপূর্ণ ভাবে জাঁবার নিহতি অছি। এ কথা জানি নিয়ন্তু, জাঁলে নিশ্চিত ভাবে অনেক সমস্যা আপনার নিজক নিজ বুঝিপারে। জয় শ্রীকৃষ্ণ। মনে রাখতু, এই জ্যেষ্ঠ মাসরে যদি আপনার গৃহরে কৌশি শিশু জন্ম নেলা, যদি কাহারি ঘরে এই জ্যেষ্ঠ মাস ভিতরে কৌশি শিশু জন্ম নেলা, সে বহুত তেজস্বী রহব, তীব্র রহব, ক্ষমাশীল রহব, প্রভাসী রহব, দীর্ঘসূত্র রহব, বিচিত্র বুদ্ধি সম্পূর্ণ নিশ্চিত ভাবে রহব। ଆଉ ଏଇ ଜ୍ୟେଷ୍ଠ ମାସରେ ଯଦି କୌଣସି କନ୍ୟା ପ୍ରଥମ ରଜବତୀ ହେଲା, ତାହେଲେ ମନେ ରଖନ୍ତୁ ତାର ବୈଧବ୍ୟ ଯୋଗ ମଧ୍ୟ ତା ଜୀବନରେ ଦେଖାଦେଇଥାଏ। ଏବଂ ଏହି ଜ୍ୟେଷ୍ଠ ମାସରେ ଯଦି କୌଣସି ବ୍ୟକ୍ତି ନୂତନ ଗୃହ ଆରମ୍ଭ କରିବାକୁ ଚେଷ୍ଟା କରନ୍ତି ବା ଗୃହ କରନ୍ତି, ତାହେଲେ ମନେ ରଖନ୍ତୁ ଗୃହ କର୍ତ୍ତାର ଅକାଳ ମୃତ୍ୟୁ ଯୋଗ ହୋଇଥାଏ। ତେଣୁ ଏ ବର୍ଷର ଜ୍ୟେଷ୍ଠ ମାସରେ ଆପଣମାନେ ଗୃହ ନିର୍ମାଣ କରିବା ଅନୁକୂଳ କରନ୍ତୁ ନାହିଁ। ତେବେ ଏଇ ଜ୍ୟେଷ୍ଠ ମାସରେ ଯଦି କୌଣସି ବ୍ୟକ୍ତି ବିବାହ କରିବାକୁ ଚାହାନ୍ତି, ତାହେଲେ ମନେ ରଖନ୍ତୁ ଯଦି ପୁତ୍ର ଜ୍ୟେଷ୍ଠ ହୋଇଥାଏ, ତାହେଲେ ଏଇ ଜ୍ୟେଷ୍ଠ ମାସରେ ବିବାହ କରନ୍ତୁ ନାହିଁ। ଆଉ କନ୍ୟା ଯଦି ଜ୍ୟେଷ୍ଠ ହୋଇଥାଏ, ଏହାକୁ ବିବାହ କରିବା ବର୍ଜନୀୟ। ଯଦି ପୁତ୍ର ଜ୍ୟେଷ୍ଠ ହୋଇଥାଏ, କନ୍ୟା ମାନେ କନିଷ୍ଠ ହୋଇଥାଏ କିମ୍ବା କନ୍ୟା ଜ୍ୟେଷ୍ଠ ହୋଇଥାଏ, ପୁତ୍ର କନିଷ୍ଠ ହୋଇଥାଏ, ତାହେଲେ ଜ୍ୟେଷ୍ଠ ନ ହୋଇକି ଯଦି ଅନ୍ୟ ମାସମାନଙ୍କରେ ଜନ୍ମ ହୋଇଥାଏ, ତାହେଲେ ମାସର 10 ଦିନ ଗଡ଼େଇକି ଆପଣ ବିବାହ କରିପାରିବେ। ଯଦି ପୁତ୍ର ହୋଇଥିବ ଜ୍ୟେଷ୍ଠ, କନ୍ୟା ହୋଇଥିବ ଜ୍ୟେଷ୍ଠ, ମାସ ହୋଇଥିବ ଜ୍ୟେଷ୍ଠ, ତେଣୁ ଏ ଜ୍ୟେଷ୍ଠ ମାସରେ ବିବାହ ବର୍ଜନୀୟ। ଏଭଳି ସ୍ଥିତିରେ କେବେ ବି ବିବାହ କରିବେ ନାହିଁ। ତେବେ ଆଜିର ଆଉ ମୁଖ୍ୟ କଥା ହେଉଛି ଏଇ ଜ୍ୟେଷ୍ଠ ମାସରେ ତେଣୁ ଉତ୍ତାପରୁ ରକ୍ଷା ପାଇବା ପାଇଁ ଅଧିକ ଜଳପାନ, ଆର୍ଦ୍ର ବସ୍ତ୍ର ବ୍ୟବହାର କରନ୍ତୁ, ମସ୍ତକରେ ଆଭରଣ କରନ୍ତୁ, ନିଶ୍ଚିତ ହିତକାରକ ଅଟେ। ଏହି ଜ୍ୟେଷ୍ଠ ମାସଟି ମଳ ମାସ ବା ଅଧିମାସ ଯୋଗୁଁ ଅଶୁଦ୍ଧ କାଳ ଅଟେ। ତେଣୁ ବିବାହ ଶୁଭ କର୍ମାଦି ନିଷେଧ କରାଯାଉଛି। ତେଣୁ ଆପଣମାନେ ଏସବୁ କାର୍ଯ୍ୟ କରିବେ ନାହିଁ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଦେଖିବା ଆମେ এই ট্যাରୋট কার্ড 5টি কার্ড আমি সংগ্রহ করা। 5টি কার্ডরে আমি মোর প্রিয় ধনুরাশি ব্যক্তি মান দেখা কোণ আসুচি। এই ধনুরাশি ব্যক্তি মান 5টি কার্ডরু আমি সংগ্রহ করা। জ্যেষ্ঠ মাসর প্রথম সপ্তাহ ধনুরাশি ব্যক্তি মান জীবনের কোণ রহব, শেষ সপ্তাহ পর্যন্ত দেখা 4টি সপ্তাহে 4টি কার্ড এবং পঞ্চম কার্ডটি ভগবান আশীর্বাদ কার্ড। তবে চালন্তু দেখা কোণ আসুচি মোর প্রিয় ধনুরাশি ব্যক্তি মান। জয় শ্রীকৃষ্ণ। जय श्रीकृष्ण। मोर प्रिय धनुराशि ज्येष्ठ मासर प्रथम सप्ताह मु आपण स्वागत करुच्ची। चलतु देखा ये धनुराशि व्यक्ति मान ज्येष्ठ मासर प्रथम सप्ताह समय किपरि अतिबाहित होउची से संपर्क में आम संक्षेप देखा। धनुराशि आपण मान कप कार्ड आसी। लाइफ रे बहुत दुख कष्ट को आपण सामना करी कैरियर गठन करिसंती। द्वंद्व भितर आपण रही पारंती कोनोसी जिनिस को नहीं जहाँ आपण चाहिए सबु किछि छाड़ी चली जाबाकू, हुए तो आपण सन्यासी हेबाकू, नचेत आत्मा को बलिदान करबा पाए। एभली परिस्थिति बेले बेले मनुष्यर जीवन में आसी थाए। मोर प्रिय धनुराशि व्यक्ति माने आपण बहुत कष्ट अच्छी, रिलेशन किंबा कैरियर बहुत क्षति होइछि, किंतु भांगी पड़तुनी। आपण भाबुचंती सब सरी जाइनी, जहाँ भी किछि जीवन में अछि ताको लक्ष्य करके आगू बढ़िबार निश्चित अच्छी। मन रखु जहाँ भी असुविधा अच्छी मनीष सन्यास हेले किंबा मृत्यु निष्पत्ति नेले समस्यार केबे समाधान होई न थाए। जहाँ ये जीवन में ये जन्म में भोगाभोग अच्छी ताकू भोगिबाकू आपण माने दबा आवश्यक अच्छी। कहीं ताकू जदि ये जन्म में पुणी अधा रखिदबा, पुनर्बार परवर्ती समय पुणी आपको सुझाक पड़ो। तेणु जहाँ कष्ट अच्छी ताकू सामना करवा निहाती आवश्यक अच्छी। मोर प्रिय धनुराशि व्यक्ति माने आपणकर यही कौन अंतरर लोक आपणकर साथ छाड़ी दे पारती। बहुत कठिन परिस्थिति मध्य आपंक ठारू से दूरे जाई पारती।
ଯେତେବେଳେ ଆପଣଙ୍କର ତାଙ୍କ ପାଖରେ କୌଣସି ଦରକାର ସେହି ସମୟରେ ସେ ଆପଣଙ୍କୁ ସାଥ ହୁଏତ ଦେବେ ନାହିଁ, ନଚେତ ଆପଣ ପରିସ୍ଥିତିକୁ ଛାଡ଼ି ଯାହାକି ପରିସ୍ଥିତିକୁ ସାମ୍ନା କୌଣସି ଏମିତି କିଛି ଗୁରୁତ୍ୱ ପରିସ୍ଥିତି ଅଛି ଯାହାକୁ ସାମ୍ନା କରିବା ପାଇଁ ଆପଣଙ୍କ ମନରେ ଭୟ ଜାଗ୍ରତ ହୋଇପାରେ। ପରିସ୍ଥିତିକୁ ଛାଡ଼ି ଆପଣ ଆଗକୁ ଯାଆନ୍ତୁ ନାହିଁ, ସମସ୍ୟାକୁ ସାମ୍ନା କରନ୍ତୁ। ସମସ୍ୟାକୁ ସାମ୍ନା କଲେ ସମସ୍ୟାର ସମାଧାନ ନିଶ୍ଚିତ ଭାବରେ ହୋଇଥାଏ। ତେଣୁ ମନି କ୍ୟାରିୟର କ୍ଷେତ୍ରରେ ମୋର ପ୍ରିୟ ଧନୁରାଶି, ଚାକିରି ବ୍ୟବସାୟ ଆପଣ ଆଦୌ ଖୁସି ବି ଏହି ସମୟରେ ରହିପାରିବେ ନାହିଁ। ଆପଣ ଚାକିରି ଛାଡ଼ିଦେବାକୁ ଇଚ୍ଛା ହେବ, ନହେଲେ ବ୍ୟବସାୟ ବଦଳାଇ ଦେବାକୁ ଇଚ୍ଛା ହେବ। ଫାଇନାନ୍ସିଆଲ ଏହି ସମୟରେ ଲସ୍ ଆପଣଙ୍କର ରହିବ। ଅଧିକ ସମୟ ନେଗେଟିଭ କଥା ମନ ଭିତରକୁ ଆସିବ, ଯାହାର ପ୍ରଭାବ ମଧ୍ୟ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ପରିବାର ଯୋଗ ଦେଖାଦେଇପାରେ। ମୋର ପ୍ରିୟ ଧନୁରାଶିର ବ୍ୟକ୍ତିମାନେ କୌଣସି କଥାକୁ ନେଇକି ଭାଙ୍ଗି ପଡ଼ିବା ଆବଶ୍ୟକତା ନାହିଁ। କାର୍ଯ୍ୟର କ'ଣ ଅସୁବିଧା ତାହାକୁ ସମସ୍ୟା ସମାଧାନ କିପରି ହୋଇପାରିବ ସେ ବିଷୟରେ ମୋର ଉଦ୍ୟମ ଜାରି ରଖିଲେ ଉପକୃତ ହୋଇପାରିବେ। ଜୀବନ ପଥରେ ଅନେକ ସମସ୍ୟା ଆସେ। ମଣିଷ ଚାଲୁ ଚାଲୁ ବାରମ୍ବାର ଝୁଣ୍ଟିବାକୁ ପଡ଼େ। ସେମିତି ଜୀବନ ପଥରେ ବଞ୍ଚିଥିଲା ଯାଏ ନିଶ୍ଚିତ କିଛି ନା କିଛି ଝଟକା ଆସେ, ପୁଣି ଖୁସି ଆସେ। ତେଣୁ ଆପଣଙ୍କୁ ଧୈର୍ଯ୍ୟର ସହିତ ମୁଣ୍ଡ ଟେକି ବାଟ ଚାଲିବାକୁ ପଡ଼ିବ। ଧୈର୍ଯ୍ୟ ରଖି ଆପଣ ବରଂ ପ୍ରତିକାର କରି ଆପଣ ସମସ୍ୟା ମୁକ୍ତ ହେବା ପାଇଁ ଉଦ୍ୟମ କଲେ ଆହୁରି ବୁଦ୍ଧିମାନର କାମ ହୋଇଥାଏ। ତେବେ ଚାଲନ୍ତୁ ଆମେ ଦ୍ୱିତୀୟ ସପ୍ତାହର ଜ୍ୟେଷ୍ଠ ମାସରେ ଧନୁରାଶିଙ୍କ ବିଷୟରେ ଜାଣିବା। 19 ନଅ ମୂଳା ନକ୍ଷତ୍ର, 20 ନଅ ପୂର୍ବାଷାଢ଼ ନକ୍ଷତ୍ର, 21 ନଅ ଉତ୍ତରାଷାଢ଼ ନକ୍ଷତ୍ର, ତିନୋଟି ନକ୍ଷତ୍ରରେ ବିଭକ୍ତ ଥିବା ଧନୁରାଶିର ବ୍ୟକ୍ତିମାନେ ଆପଣମାନେ ମନେ ରଖନ୍ତୁ, ଆପଣମାନଙ୍କ ପାଇଁ ଏହି ଦ୍ୱିତୀୟ ସପ୍ତାହର କାର୍ଡ଼ ଆସିଛି 10 ଅଫ୍ କପ୍। ଆପଣ ଫ୍ୟାମିଲି ଲାଇଫ୍ ଏହି ସମୟରେ ଭଲ ରହିବ। ପରିବାର ଲୋକ ସପୋର୍ଟ କରିବେ। ମୁଣ୍ଡ ଉପରୁ କିଛି ବୋଝ ଆପଣଙ୍କର ହଟିବ। ଛୋଟ ମୋଟ କାର୍ଯ୍ୟରେ ଆପଣ ଯୋଗଦାନ କରିବେ। କାର୍ଯ୍ୟ କ୍ଷେତ୍ରରେ ଭଲ ରହିବ। ଯେକୌଣସି କାର୍ଯ୍ୟ, କୌଣସି ପ୍ରୋଜେକ୍ଟ, ଯେକୌଣସି କର୍ମରେ ହସ୍ତ ଦେବେ ସେଥିରେ ଆପଣଙ୍କୁ ପୂର୍ଣ୍ଣ ସଫଳତା ମିଳିବ। କିନ୍ତୁ ମନେ ରଖନ୍ତୁ ମୋର ପ୍ରିୟ ଧନୁରାଶିର ବ୍ୟକ୍ତିମାନେ, ଭଲ କଥା ଯେତେବେଳେ ଆସେ, ସମସ୍ୟା ଯେତେବେଳେ ଖରାପ ଚାଲୁଥାଏ, ସେଠି ଭଲଟା ସହଜ ଭାବରେ ପ୍ରାପ୍ତ ହୁଏ ନା। ଯଦି ଖରାପ ଅଛି, ଖରାପଟା ଶୀଘ୍ର ପ୍ରାପ୍ତ ହେବ, କିନ୍ତୁ ଭଲଟା ଶୀଘ୍ର ପ୍ରାପ୍ତ ହୋଇନଥାଏ। ତେଣୁକରି ମନର ବଳ ଭାଙ୍ଗନ୍ତୁ ନାହିଁ। ଉତ୍ଥାନ ପତନ ଦେଖାଦେଉଛି। ତେଣୁ 10 ଅଫ୍ କପ୍ କାର୍ଡ଼ ଆସିଛି, ଯାହାକି ଆପଣଙ୍କର ଫ୍ୟାମିଲି ଲାଇଫ୍ ଟିକିଏ ଅବଶ୍ୟ ଆନନ୍ଦ ଖୁସି କୌଣସି କାରଣରୁ ଅବାଞ୍ଛିତ ଭାବରେ ହେଇପାରେ। ତେଣୁ ମନ ଠିକ୍ ଠାକ୍ ଏହି ସମୟରେ ରହିବ। ତେବେ ଆମେ ତୃତୀୟ ସପ୍ତାହ କାର୍ଡ଼କୁ ଦେଖିଲେ ମୋର ପ୍ରିୟ ଧନୁରାଶିର ବ୍ୟକ୍ତିମାନେ, ନାଇଟ୍ ଅଫ୍ ୱାଣ୍ଡସ୍ କାର୍ଡ଼। ଆପଣ ଯାହା ଭାବିବେ ତାହା କରିବେ। ନିଜ ମୁଣ୍ଡ ଖର୍ଚ୍ଚ ନ କରି ଯିଏ ଯାହା କହିବ ତାହା ହିଁ କରିଦେବେ। ଆପଣ ଖାଲି ବସିବାକୁ ଭଲ ପାଇବେ ନାହିଁ। ଇଏ ହଁର କାର୍ଡ଼ ନୁହଁ, କାରଣ ଯେଉଁ କାର୍ଯ୍ୟ ଭାବିଚିନ୍ତି କରିବେ ନାହିଁ, କିଏ ଜାଣେ ଆଗକୁ ସଫଳତା ହେଇପାରେ ନ ହେଇପାରେ। ତେଣୁ ଆପଣ ଯାହା ବି କର୍ମ କରିବେ ଭାବିଚିନ୍ତି କରନ୍ତୁ, କାରଣ ଏହି ତୃତୀୟ ସପ୍ତାହ କାର୍ଡ଼ଟି ଆପଣଙ୍କ ପାଇଁ ମଧ୍ୟ ଭଲ ନାହିଁ। ଘର ପରିବାର ଦାମ୍ପତ୍ୟ ଜୀବନ ଅବଶ୍ୟ ଭଲ ରହିବ। ରିଲେସନରେ ଖୁସି ମିଳିବ, କିନ୍ତୁ ମନ ଭିତରେ କିଛି ଭାରାକ୍ରାନ୍ତ ରହିବ। ଏ ମାସର ଆପଣଙ୍କର ଅନେକ କିଛି କାର୍ଯ୍ୟ ସଫଳତା ପାଇବାର ଯୋଗ ଦେଖାଦେଲେ ବି ମଧ୍ୟ ମୁଣ୍ଡ ତୀବ୍ରତା ରହିବ। ଯାହା କରିବେ ଭଲ ଭାବରେ ଭାବି ଚିନ୍ତିକି ନିଷ୍ଠାପର ଭାବରେ କାର୍ଯ୍ୟ କଲେ ସଫଳତା ମିଳିବ। ଯଦି ଆପଣ ଭାବ ପ୍ରବଣତାରେ ହଜିକି କାର୍ଯ୍ୟ କରିବେ ତାହେଲେ ଆପଣ ନିଶ୍ଚିତ ପସ୍ତେଇବେ, କାରଣ ଇଏ ଆପଣଙ୍କର ନିଜ କାର୍ଡ଼ ଆସିଛି। ଆପଣ ବହୁତ ଏନର୍ଜି ରହିବେ। ଆତ୍ମବିଶ୍ୱାସ ଆପଣଙ୍କ ଭିତରେ ଭଗବାନଙ୍କ ଉପରେ ରହିବ। ଶକ୍ତି ବି ରହିବ। କୌଣସି କାର୍ଯ୍ୟ ଆଉ ରିସ୍କ ମଧ୍ୟ ଆପଣ ଏହି ସମୟରେ ତୃତୀୟ ସପ୍ତାହରେ ନେବେ, ଯାହାକି ସଫଳତା ନିଶ୍ଚିତ ହେବ। ମନି କ୍ୟାରିୟର କ୍ଷେତ୍ରରେ ନୂଆ ବ୍ୟବସାୟ ଆରମ୍ଭ କରିବେ। କାର୍ଯ୍ୟ କ୍ଷେତ୍ରରେ ଦୂରଯାତ୍ରା କରିବାର ଯୋଗ ଆପଣଙ୍କର ଦେଖାଦେବ। ସ୍ୱାସ୍ଥ୍ୟ ଭଲ ରହିବ, ମନ ମଧ୍ୟ ଭଲ ରହିବ। କିନ୍ତୁ ଭାବି ଚିନ୍ତି କାର୍ଯ୍ୟ କଲେ ବିଜୟ ପ୍ରାପ୍ତ ହେବେ। ତା ନହେଲେ ଆପଣ ହଡ଼ବଡ଼ରେ ଅନେକ ଜିନିଷ ଲସ୍ ହେବାର ଯୋଗ ଦେଖାଦେବ। ସେଥିପ୍ରତି ଟିକେ ଧ୍ୟାନ ରଖିବେ ଧନୁରାଶିର ଭାଇ ଭଉଣୀମାନେ। ଦେଖ, 19 ନଅ ମୂଳା ନକ୍ଷତ୍ର, 20 ନଅ ପୂର୍ବାଷାଢ଼ ନକ୍ଷତ୍ର, 21 ନଅ ଉତ୍ତରାଷାଢ଼ ନକ୍ଷତ୍ର, ତିନୋଟି ନକ୍ଷତ୍ର ବିଭକ୍ତ ହୋଇଥିବା ଧନୁରାଶି ବ୍ୟକ୍ତିମାନେ, ମାସର ଚତୁର୍ଥ ସପ୍ତାହ କାର୍ଡ଼ଟି ଆପଣଙ୍କ ପାଇଁ ଆସିଛି ଦ ସନ୍ କାର୍ଡ଼। ଏଇ ଯେଉଁ ସନ୍ କାର୍ଡ଼ ଆସିଛି, ଇଏ ବି ମଧ୍ୟ ପଜିଟିଭ୍ କାର୍ଡ଼ ଆସିଛି। ଏହାର ମାନେ ଆପଣଙ୍କର ସଫଳତା, ଆପଣଙ୍କର ଖ୍ୟାତି, ଆପଣଙ୍କର ସବୁ କାର୍ଯ୍ୟ ସଫଳ ହୋଇପାରେ। କୌଣସି ଦ୍ରବ୍ୟର ଅଭାବ କିନ୍ତୁ ଦେଖାଦେବ ନାହିଁ। କିନ୍ତୁ ଜୀବନରେ କୌଣସି ପୁରୁଷ, କୌଣସି ଛୋଟ ପିଲା ଆପଣଙ୍କ ଲାଇଫରେ ଆସିବେ, ଯାହାଦ୍ୱାରା କୌଣସି କାର୍ଯ୍ୟକୁ ସିଦ୍ଧ କରିବେ। ଆପଣଙ୍କ ଆଡ଼ୁ ଖ୍ୟାତି ମିଳିବ, ସଫଳତା ମିଳିବ। ବହୁତ ପଜିଟିଭ୍ କାର୍ଡ଼ ଅଛି। ତେଣୁ ଦାମ୍ପତ୍ୟ ଜୀବନ ଭଲ ହେବ। କିଛି ବି ସ୍ୱପ୍ନ ସାକାର ହେବ। ରିଲେସନରେ ନୂଆ ମୋଡ଼ ନେବ। ଆଉ ବ୍ୟବସାୟ ମାନେ ଭଲ ବ୍ୟବସାୟ କରିବେ। ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ମଧ୍ୟ ଲାଭ କରିବେ। କିନ୍ତୁ ମତି ବିଭ୍ରାନ୍ତ ରହିବ ଆଉ ତୀବ୍ରତା ରହିବ। ତେଣୁ ସେସବୁ ଦିଗରେ ଦେଖି ଚାହିଁକି ତରବର ନ ହୋଇକି ଭାବି ଚିନ୍ତି କାର୍ଯ୍ୟ କରିବା ଆବଶ୍ୟକ ଅଛି। ତେବେ ଭଗବାନଙ୍କର ଶେଷ କାର୍ଡ଼ଟି ମଧ୍ୟ ଆସିଛି ଦ ହରପ୍ରେଣ୍ଟ କାର୍ଡ଼। ଆପଣଙ୍କର ହୃଦୟ, ମନ ସବୁକିଛି ସମାନତା ରହିବ ବୋଲି ଏ କାର୍ଡ଼ ପ୍ରମାଣ କରୁଛି। ସମାନତା ରହିବ। ଯଦି ମନ, ମାଇଣ୍ଡ, ହୃଦୟ ସମାନତା ରହୁଛି, ତାହେଲେ ବହୁତ କିଛି ସମସ୍ୟା ଆପଣଙ୍କର ଏ ମାସରେ ସମାଧାନ ହେବ। ଆଉ ବହୁତ ଶୀଘ୍ର କାହାରି ମଧ୍ୟ ବିବାହ ପ୍ରସ୍ତାବର ଯୋଗ ଦେଖାଦେବ। ଲାଇଫରେ କେହି ବ୍ୟକ୍ତି ଆପଣଙ୍କ ଜୀବନରେ ଆସିପାରନ୍ତି। ଆପଣ ତାକୁ ସମ୍ମାନିତ କରିବେ, କିମ୍ବା ଆପଣଙ୍କୁ କୌଣସି ବ୍ୟକ୍ତି ମଧ୍ୟ ସମ୍ମାନ କରିବାର ଯୋଗ ଦେଖାଦେବ। କର୍ମକ୍ଷେତ୍ରରେ ବହୁତ ଭଲ ଯୋଗ ରହିବ। ଯାହା ବି କର୍ମ କରିବେ ଆପଣଙ୍କୁ ସଫଳତା ମିଳିବ। କିଛି କାମ କରୁଥିଲେ ମିଳିମିଶି କିନ୍ତୁ କରିବା ଦରକାର ଅଛି, କାରଣ ଇଏ ବୁଦ୍ଧଙ୍କର କାର୍ଡ଼ ଅଛି। ଆପଣଙ୍କର ବିଶ୍ୱାସ ଭଗବାନଙ୍କ ଉପରେ ସର୍ବଦା ରହିବ। ଆପଣଙ୍କର ମନ ଧାର୍ମିକ ରହିବ। ଏମିତିରେ ଆପଣ ମନ ଈଶ୍ୱରଙ୍କ ପାଖରେ ସମର୍ପଣର ଚେଷ୍ଟା ପ୍ରାୟ ସମୟରେ ଆପଣ କରୁଛନ୍ତି। ଆପଣଙ୍କ ଡାକ ମଧ୍ୟ ଈଶ୍ୱରଙ୍କ ପାଖରେ ପହଞ୍ଚୁଛି।
ଆପଣଙ୍କର ବୁଦ୍ଧି ବହୁତ ମଜବୁତ ଅଛି, ଲୋକମାନଙ୍କର ସମସ୍ୟା ଆପଣଙ୍କ ଦ୍ୱାରା ସମାଧାନ ହେଇପାରିବ। ଆଉ ଆପଣ ମଧ୍ୟ ବୁଦ୍ଧି ଖର୍ଚ୍ଚ କରିକି ବିଜୟ ହାସଲ କରିବେ। ଏଠି ଯାହା ଯୁଗ ଦେଖାଯାଉଛି, ଯେଉଁମାନେ ବୁଦ୍ଧି ଖର୍ଚ୍ଚ ନ କରିବେ ସେମାନେ ନିଶ୍ଚିତ ଭାବରେ ପରାଜିତ ହେବେ। କାହିଁକିନା ମୁଁ ସାରାଂଶ କଥାରେ ଏଇ ଯେଉଁ କାର୍ଡ଼ ଡାଉନ୍ ଅପ୍ ଡାଉନ୍ରେ ଆସିଛି, ମନେ ରଖନ୍ତୁ, ନୋଟ୍ କରିକି ରଖନ୍ତୁ। ମୁଁ ଯାହା କହିଦେଉଛି, ମୁଁ ଯାହା ଏଥିରୁ ଯାହା ଦେଖିଲି, ନା ଏଠି ଉତ୍ତମ କାର୍ଡ଼ ନାହିଁ କି ପୁରା ଯାହାକି ମାନେ ଅଧମ କାର୍ଡ଼ ନାହିଁ, ଯାହା ମଧ୍ୟମ ସ୍ଥିତିର ରହୁଛି। ଏଇ ମଧ୍ୟମ ସ୍ଥିତିର ଫଳ କ'ଣ ହେଇଥାଏ ନୋଟ୍ କରିକି ରଖନ୍ତୁ। ମୋର ଧନୁରାଶିର ଭାଇ ଭଉଣୀମାନେ ମନେ ରଖନ୍ତୁ, ଆପଣଙ୍କର ଦେହ ଭଲ ପ୍ରାୟ ଏଇସବୁ କଥାକୁ ନେଇକି ହୁଏତ ରହି ନପାରେ। କାହିଁକି ନା କର୍ମକ୍ଷେତ୍ରରେ ବହୁତ ବାଧାବିଘ୍ନ ଆପଣଙ୍କର ବାରମ୍ବାର ଦେଖାଦେବ। ଏଇ ଯେଉଁ ମାନେ ଜ୍ୟେଷ୍ଠ ମାସର କଥା ମୁଁ କହୁଛି, କର୍ମକ୍ଷେତ୍ରରେ ବହୁତ ବାଧାବିଘ୍ନ ଦେଖାଦେବ। ହୁଏତ ରକ୍ତପାତର କିଛି ଗୋଟେ ସମ୍ଭାବନା ହେଇପାରେ, ସେଥିପ୍ରତି ମଧ୍ୟ ଆପଣ କ୍ଲିଅର ରହିବା ଆବଶ୍ୟକ ଅଛି। ଆୟ ଭଲ ହେବ କିନ୍ତୁ ଅପବ୍ୟୟ ହେଇଯିବ। ଯାହା ରୋଜଗାର କରିବେ ସେ ଅପବ୍ୟୟ ବାଟରେ ଗତି କରିପାରେ। ଆଇନ ଅଦାଲତରେ ପରାଜୟର ସମ୍ଭାବନା ଅଛି, ଯେଉଁମାନେ କୋର୍ଟ କଚେରୀ କେସ୍ ବାସରେ ଛନ୍ଦି ହୋଇଛନ୍ତି। ପାରିବାରିକ କ୍ଷେତ୍ରରେ ପ୍ରେରଣା କିନ୍ତୁ ମିଳିବ, ଅର୍ଥାତ୍ ଆପଣଙ୍କ ଗୃହରେ ମନୋବଳ ଆପଣଙ୍କର ପରିବାର ଆପଣଙ୍କୁ ଦେବ। ଚାକିରିରେ ସହଯୋଗୀମାନଙ୍କ ସହ ନିଶ୍ଚିତ ଭାବରେ ଅପ୍ରିୟ ହେବେ। ଆଉ ବ୍ୟବସାୟ ଧୀର ମନ୍ଥର ଗତି ଦେଇକି ଗତି କରିବ। ପାଠ ପଢ଼ାରେ ମନ ପିଲାମାନଙ୍କର ଚଞ୍ଚଳ ରହିବ। ତେବେ କାହିଁକି ମୁଁ ଏକଥା କହୁଛି, ମୋର ପ୍ରିୟ ଧନୁରାଶିର ବ୍ୟକ୍ତିମାନେ, ଆପଣମାନେ ମନେ ରଖନ୍ତୁ, ଧନୁରାଶି ଏ ବର୍ଷର ମାନେ ପ୍ରଥମ 5 ମାସ, ଶେଷ 2 ମାସ ଶନିଙ୍କର ଯାହାକି ଯେଉଁ 2 ମାସ କିଛି ନା କିଛି ଶୁଭ ଫଳଦାୟକ ହେଲେ ମଧ୍ୟ ମଧ୍ୟ ଭାଗଟି ସମସ୍ୟା ବହୁଳ ହେବ। ଅର୍ଥାତ୍ ଏଇ ମେ ମାସ ଠାରୁ ଆପଣଙ୍କର ସମସ୍ୟା ବହୁଳ ଦିନ ଦେଖାଦେଉଛି। ତେଣୁ ଶନିଙ୍କୁ ପ୍ରଭାବ ବର୍ଷ ସାରା ରହିଥିବାରୁ ନାନା ପ୍ରକାର ଅପରିସ୍ଥିତିକର ପରିସ୍ଥିତି ଦେଖାଦେଉଛି, ଯାହାକି ଆପଣ କୌଣସି କାର୍ଯ୍ୟ କଲେ ବି ମଧ୍ୟ ସେଥିରେ ଉପନୀତ ହେବା ଅସମ୍ଭବ ହେଇଯାଉଛି। ତେବେ ଏଇ ଧନୁରାଶି ବ୍ୟକ୍ତିମାନେ ଯିଏକି ଆପଣଙ୍କର ବର୍ତ୍ତମାନ ଚତୁର୍ଥରେ ଯେଉଁ ଶନି ଅଛନ୍ତି, ବନ୍ଧୁ ଭାବରେ ରହିଥିବା ଶନିଙ୍କ ଯୋଗୁଁ ଆପଣଙ୍କର ପୈତୃକ ସମ୍ପତ୍ତି ଲାଭରୁ ଏହି ସମୟରେ କେହି କେହି ବ୍ୟକ୍ତି ମଧ୍ୟ ବଞ୍ଚିତ ହୋଇଥାନ୍ତି। ଆଉ କ୍ଷତି କିମ୍ବା ପରଗୃହରେ ଏହି ସମୟରେ କୌଣସି ବ୍ୟକ୍ତି ମଧ୍ୟ ପରଗୃହରେ ବାସ କରିଥାନ୍ତି। ବନ୍ଧୁ ତଥା ସ୍ୱଜନ ପରିତ୍ୟକ୍ତ କରାଇବାର ଆଶଙ୍କା ଏହି ସମୟରେ ଦେଖାଦେଇଥାଏ। କାହାରି ମନାନ୍ତର ଘଟିଥାଏ, ପରିତ୍ୟକ୍ତ ହେବାର ଯୋଗ ମଧ୍ୟ ଦେଖାଦେଇଥାଏ। ଏହି ଶନିଙ୍କ ଠାରୁ ସୂଚିତ ହୋଇଥାଏ ଏସବୁ କଥା। ତେଣୁ ଯାନବାହନ ଜନିତ ଦୁର୍ଘଟଣାର ଏହି ଚତୁର୍ଥ ଶନିଙ୍କ ପ୍ରଭାବରେ ମଧ୍ୟ ହୋଇଥାଏ। ତେଣୁ ଅସମ୍ଭବ କେବେ ନୁହଁ, ଏହାକୁ ସବୁବେଳେ ସତର୍କ ରହିବା ଆବଶ୍ୟକ ଅଛି ଭଧନୁରାଶିର ବ୍ୟକ୍ତିମାନେ। ତୁଳା, କୁମ୍ଭ, ମକର ରାଶି ବ୍ୟତୀତ ଅନ୍ୟ ରାଶି ଗୁଡ଼ିକରେ ଚତୁର୍ଥ ଭାବରେ ଅବସ୍ଥିତ ରହିଥିବା ଶନି ବାତାଦି ପୀଡ଼ା ଯୋଗୁଁ ବିକଳାଙ୍ଗ ଓ ସ୍ଥାନଭ୍ରଷ୍ଟ ମଧ୍ୟ କାହାକୁ କାହାକୁ କରାଇ ପାରନ୍ତି। ପାରାଲିସିସ୍ ରୋଗ ଜନିତ ଅଙ୍ଗ ପରିଚାଳନା ଶକ୍ତି ଶୂନ୍ୟତା ଶନିଙ୍କର କାରକତ୍ୱ ମଧ୍ୟ ଅଟେ। ତେଣୁ ମୋ କହିବା କଥା, ମୋର ପ୍ରିୟ ଯାହାକି ଧନୁରାଶିର ବ୍ୟକ୍ତିମାନେ, ଏହି ଚତୁର୍ଥ ଶନିଙ୍କ ପାଇଁ ଧନୁରାଶିର ବ୍ୟକ୍ତିମାନେ ଏହି ଚତୁର୍ଥ ଶନିଙ୍କ ପାଇଁ ଆପଣ ଯଦି ଶନି ଚତୁର୍ଥରେ ଥାଇ ପାପୀ ଜାତକ ରାତ୍ରରେ କେବେ ହେଲେ କ୍ଷୀର ପିଅନ୍ତୁ ନାହିଁ। ଚତୁର୍ଥରେ ଶନି ଥିବା ଯାଏ କେବେ କ୍ଷୀର ପିଅନ୍ତୁ ନାହିଁ। ଶନି ଚତୁର୍ଥ ସ୍ଥାନରେ ଅଶୁଭ ଫଳଦାୟକତା ହୋଇଛି। ତେଣୁ ସର୍ପକୁ କ୍ଷୀର ପିଆଇବା ଏହି ସମୟରେ, ଗାଈକୁ ଘାସ ଖୁଆଇବା, ମୂଲିଆ ଲୋକଙ୍କୁ ଦୈନିକ ନିଜ ସାମର୍ଥ୍ୟ ଅନୁଯାୟୀ ଖାଇବାକୁ ଦେବା, ଆମଦାନୀ ବୃଦ୍ଧି କରିବା ନିମିତ୍ତ କୂଅରେ ଦୈନିକ କ୍ଷୀର ଢାଳିବା, ଏସବୁ କାମ କଲେ ଆପଣଙ୍କର ଚତୁର୍ଥ ଶନିର ଦୋଷ କ୍ଷମା ନିଶ୍ଚିତ ଭାବରେ ରକ୍ଷା ମିଳିଥାଏ। ତେଣୁ ମୋ କହିବା କଥା, ଏଇ ମଇ ମାସରେ 13 ତାରିଖ, 14 ତାରିଖ, 21 ତାରିଖ, 22 ତାରିଖ, ଏଇ ଯେଉଁ ତାରିଖ ଗୁଡ଼ିକ ମୁଁ କହୁଛି, ଏହି ଦିବସ ଗୁଡ଼ିକରେ ଦୂରଯାତ୍ରା କରନ୍ତୁ ନାହିଁ। ଶୁଭ କାମ ଆପଣଙ୍କ ପାଇଁ ନିଷେଧ ଅଟେ। ଏହି ତାରିଖ ଗୁଡ଼ିକରେ ଆପଣଙ୍କର ଘାତ ଚନ୍ଦ୍ର, ଅଷ୍ଟମ ଚନ୍ଦ୍ର ପଡ଼ୁଥିବାରୁ ମାନସିକ ଶାରୀରିକ ପୀଡ଼ା, ଆର୍ଥିକ କ୍ଷୟକ୍ଷତି, ଶୁଭ କାମରେ ବାଧାବିଘ୍ନ, ସମସ୍ୟା ସୃଷ୍ଟି, ଅଘଟଣ, କର୍ମଚିନ୍ତା, ପାରିବାରିକ ଚିନ୍ତା ଆଦି ଅଶୁଭ ଫଳ ଭୋଗ ଆପଣ କରିପାରନ୍ତି। ତେଣୁ ଏହି ତାରିଖରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ ଅଛି। ତେଣୁ ଏହି ଦିନମାନଙ୍କରେ ଇଷ୍ଟଦେବୀ ମା ବଗଳାମୁଖୀ ଇଷ୍ଟ ଦେବତା ଶ୍ରୀ ହନୁମାନଙ୍କୁ ଆପଣ ଆରାଧନା କରିବା ଆବଶ୍ୟକତା ଅଛି। ତେଣୁ ମୁଁ ବଗଳାମୁଖୀଙ୍କର କଥା ନିଶ୍ଚିତ କହିବି। ତା ପୂର୍ବରୁ ଧନୁରାଶି ବ୍ୟକ୍ତିମାନେ, ଆପଣମାନେ ଆପଣଙ୍କ ରାଶିର ଅଧିପତି ଗ୍ରହ ବୃହସ୍ପତିଙ୍କୁ ଷ୍ଟ୍ରଙ୍ଗ ରଖିଲେ ସବୁ ସମସ୍ୟାର ମଧ୍ୟ ମୁକ୍ତ ହୋଇପାରିବେ। ତେଣୁ ବୃହସ୍ପତିଙ୍କୁ ଷ୍ଟ୍ରଙ୍ଗ ରଖିବାକୁ ହେଲେ ଅସଲି ପଞ୍ଚମୁଖୀ ରୁଦ୍ରାକ୍ଷରଟିଏ ଧାରଣ କରନ୍ତୁ, ବ୍ରହ୍ମଯଷ୍ଟି ଗଛର କବଚଟିଏ ଧାରଣ କରନ୍ତୁ, ଜୀବନ ସାରା ଏହାକୁ ଧାରଣ କରନ୍ତୁ। ନିଶ୍ଚିତ ଭଲ ବୁଦ୍ଧି, ଭଲ ଜ୍ଞାନ, ସମସ୍ୟା ବହୁଳରୁ ମୁକ୍ତି, ଲକ୍ଷ୍ୟ ପଥରେ ପହଞ୍ଚିବାର ବିଜୟ ସବୁକିଛିରେ ଆପଣଙ୍କୁ ସାହାଯ୍ୟ କରିଥାଏ। ଭାଗ୍ୟ ପରିବର୍ତ୍ତନ ହୋଇଥାଏ। ମଣିଷ ଜୀବନରେ ଯାହା କର୍ମ ଦୁଷ୍କର୍ମ ହୋଇଥାଏ ତାହାକୁ ମଧ୍ୟ ସେଥିରୁ ତ୍ରାହି କ୍ଷମା ମିଳିଥାଏ।
এইটি গোଟିଏ କଥା ମୁଁ କହିବି, ଯଦି ମୋର ପ୍ରିୟ ଧନୁରାଶି ବ୍ୟକ୍ତିମାନେ, ମୁଁ ତ କହିଲି ଇଷ୍ଟ ଦେବୀ ମା ବଗଳାମୁଖୀଙ୍କୁ ଆପଣ ଧ୍ୟାନ କରିବା ଆବଶ୍ୟକ ଅଛି, ହନୁମାନଙ୍କର ଦର୍ଶନ କରିବା ଆବଶ୍ୟକ ଅଛି। ଆପଣଙ୍କର ଜୀବନରେ ଯଦି ବାରମ୍ବାର ରୋଗ, ଋଣ, ଶତ୍ରୁ ଦେଖାଦେଉଛି କିମ୍ବା ଦାମ୍ପତ୍ୟ ଜୀବନ ଆପଣଙ୍କର ସବୁବେଳେ ଦୁଃଖମୟ ହେଉଛି, ବାଣିଜ୍ୟ ବ୍ୟବସାୟରେ ଯଦି ଆପଣ କ୍ଷତି ହେଉଛି, ଭାତୃ ବିରୋଧୀ ହେଉଛି, ଭାଇମାନଙ୍କ ସହିତ କଳହ ରହୁଛି, ପଡ଼ିଶା ସହିତ କଳହ ରହୁଛି, ଥାନା ଫାଣ୍ଡି କୋର୍ଟ କଚେରୀ ସମ୍ମୁଖୀନ ହେଉଛନ୍ତି, କର୍ମକ୍ଷେତ୍ରରେ ଅଶାନ୍ତି ଆଦି, ସ୍ମରଣ ଶକ୍ତିହୀନତା, ପରୀକ୍ଷା ପ୍ରତିଯୋଗିତାର ଅସଫଳତା ଯଦି ଆପଣ ହେଉଛନ୍ତି, ମାଲି ମକଦ୍ଦମାରେ ପରାଜୟ ବରଣ କରୁଛନ୍ତି, ବିଜୟ ପ୍ରାପ୍ତି ପାଇଁ ସମସ୍ତ ସମସ୍ୟାର ସମାଧାନ ପାଇଁ ଆପଣ କ'ଣ କରନ୍ତୁ, ଏକ ମାନେ ବଗଳାମୁଖୀ ଯନ୍ତ୍ର, ମାନେ ସିଦ୍ଧ ଯନ୍ତ୍ର, ଯେଉଁଟାକି ଯଦି ଆପଣ ସଂଗ୍ରହ କରିପାରିବେ। ଯଦି ସିଦ୍ଧ ଯନ୍ତ୍ର କୌଣସି ସ୍ଥାନରୁ ଆପଣ ନ ପାଇପାରୁଛନ୍ତି, ତାହେଲେ ମାଧବ ପବିତ୍ରବାଣୀ କାର୍ଯ୍ୟକ୍ରମରେ ନମ୍ବର ଦିଆଯାଇଛି, ଆପଣ ଯୋଗାଯୋଗ କରି ସେହି ବଗଳାମୁଖୀ ସିଦ୍ଧ ଯନ୍ତ୍ରକୁ ଆପଣ ଅର୍ଡ଼ର କରିପାରିବେ। ଏହି ବଗଳାମୁଖୀ ଯନ୍ତ୍ରକୁ ଆଣି ନିୟମ ମୁତାବକ ସବୁଦିନ ଯେକୌଣସି ସମୟରେ ଏହି ଯନ୍ତ୍ର ଉପରେ 2ଟି ଧୂପକାଠି 7 ଥର ବୁଲେଇ ଆଣି ଆପଣ ମନସ୍କାମନା ପୂର୍ଣ୍ଣ ହେଉ, ଏହି କଥାକୁ ମନେ ମନେ ଭାବି ଯନ୍ତ୍ରକୁ 30ରୁ 45 ମିନିଟ୍ ପର୍ଯ୍ୟନ୍ତ ଅନେଇକି ରୁହନ୍ତୁ। ଏମିତି ଅନେଇକି ରୁହନ୍ତୁ। ଏହାକୁ ସବୁଦିନ ଅର୍ଥାତ୍ ମିନିମମ୍ 100 ଦିନ ଆପଣ ପାଳନ କରନ୍ତୁ। 100 ଦିନ ଅର୍ଥାତ୍ 3 ମାସ ଆପଣ ପାଳନ କରନ୍ତୁ। 3 ମାସ ଭିତରେ ଦେଖିବେ, ଅନୁଭବ କରିପାରିବେ ଆପଣ ସମସ୍ୟା ବହୁଳରୁ କିପରି ମୁକ୍ତ ହୋଇପାରୁଛନ୍ତି। ଏହାକୁ କୌଣସି ଠାକୁର ଘରେ ରଖିବେ ନାହିଁ। ସାଧାରଣ ଏହାକୁ ଆପଣଙ୍କ ଡାଇନିଂ ରୁମ୍, ବେଡ଼ରୁମ୍ ଇତ୍ୟାଦିରେ ଆପଣ ରଖିପାରିବେ। ଏଥିରେ ଛୁଆଁସ୍ତା ବାରଣ କିଛି ନାହିଁ, ଛୁତିକିଆ ମୂର୍ତ୍ତିକିଆ କିଛି ନାହିଁ। ସ୍ତ୍ରୀମାନଙ୍କର ଋତୁ ସମୟରେ ମଧ୍ୟ ଏହା କାମ କରାଯାଇପାରିବ। ତେଣୁ ଆପଣ ଏଥିରେ କୌଣସି ପ୍ରତିଦ୍ୱନ୍ଦିତା ନାହିଁ। ଆପଣ କେବଳ 2ଟି ଧୂପକାଠି ବୁଲେଇ ଆଣି ଥୋଇଦେଇ ଆପଣ ତାକୁ ଅନେଇକି ରହିବେ। ପୂଜା ଫୁଲ ଏସବୁର କିଛି ବି ଆବଶ୍ୟକତା ନାହିଁ। ଏହାକୁ ଥରେ ମାତ୍ର କରିକି ଦେଖନ୍ତୁ। ଏହି ଅସଲି ବଗଳାମୁଖୀ ଯନ୍ତ୍ର ମଧ୍ୟ ଆପଣଙ୍କର ଏହିସବୁ ଦୁଃଖକୁ ମଧ୍ୟ ଦୂର କରିପାରିବ। ପ୍ରିୟ ଦର୍ଶକ ବନ୍ଧୁ, ଯଦି ଆପଣଙ୍କର ମନରେ ବିଶ୍ୱାସ ଆସୁଥାଏ ଉପକୃତ ହେବା ପାଇଁ, ଆପଣଙ୍କର ତାହେଲେ ଜାଣନ୍ତୁ ଭାଗ୍ୟ ଆପଣଙ୍କର ସାଥ ଦେଉଛି, ଆଉ ପରିବର୍ତ୍ତନ ହେବାର ଆପଣଙ୍କୁ ଭଗବାନ ସାହା ହେଉଛନ୍ତି। ଯଦି ଆପଣଙ୍କର ମନ ନ ଆଗଉଛି, ତାହେଲେ ଜାଣନ୍ତୁ ଆପଣଙ୍କର ଭୋଗାଭୋଗ ବି ଆହୁରି ମଧ୍ୟ ସରି ନାହିଁ। ତେଣୁ ଆପଣମାନେ ପ୍ରତ୍ୟେକ ଦିନ ନମ୍ବର ମଧ୍ୟ ଆମେ ଚ୍ୟାନେଲରେ ଦେଉଛୁ। ଆପଣମାନେ ପ୍ରତ୍ୟେକ ଦିନ ସନ୍ଧ୍ୟା 6ରୁ ରାତି 9 ଭିତରେ ଆମ ସହିତ ଯୋଗାଯୋଗ କରିପାରିବେ। ସମସ୍ୟା ବହୁଳରୁ ମୁକ୍ତ ହେବା ପାଇଁ ଅସଲି ପଞ୍ଚମୁଖୀ ରୁଦ୍ରାକ୍ଷର, ବ୍ରହ୍ମଯଷ୍ଟି ଗଛର କବଚ ଏବଂ ବଗଳାମୁଖୀ ଯନ୍ତ୍ର ମଧ୍ୟ ଆପଣ ବ୍ୟବହାର କରନ୍ତୁ। ନିଶ୍ଚିତ ଉପକୃତ ହୋଇପାରିବେ ମୋର ପ୍ରିୟ ଧନୁ ରାଶିର ବ୍ୟକ୍ତିମାନେ। ପ୍ରିୟ ଦର୍ଶକ ବନ୍ଧୁ, ଇଏ ଥିଲା ଆପଣମାନଙ୍କ ପାଇଁ ଧନୁ ରାଶିର ଜ୍ୟେଷ୍ଠ ମାସର କଥା। ଜ୍ୟେଷ୍ଠ ମାସଟି ଆପଣଙ୍କୁ କେୟାରଫୁଲ୍ ଭାବରେ, ସତର୍କ ଭାବରେ ରହିବାକୁ ପଡ଼ିବ। କାର୍ଯ୍ୟକ୍ରମକୁ ଏଇଠି ବିରାମ ଦେଇ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି। ନମସ୍କାର।